ଦୁଃଖି ଭିତରକୁ ପଶିଯାଏ କାହିଁକି ଆଉ ଗୋଟେ ହେଲା କ୍ରାନିଓ ସିନୋଷ୍ଟୋସିସ୍ ଏଇଟା ସବୁଠାରୁ ଖରାପ ରୋଗ ଡେରିରେ ବନ୍ଦ ହେଇଯାଏ କାହିଁକି ଦୁଃଖି ସଂକଳ୍ପ ଟିଭିର ପିଲାଙ୍କ ଡାକ୍ତର ଆପଣମାନେ ଦେଖୁଛନ୍ତି ଶିଖୁଛନ୍ତି ଛୁଆଙ୍କର ଯତ୍ନ ରଖୁଛନ୍ତି ଏବଂ ଛୁଆକୁ ନିରୋଗ ରଖୁଛନ୍ତି ଜେଜେମା ଆଇ ଦେଖୁଛନ୍ତି ମାଆମାନଙ୍କୁ ଉପଦେଶ ଦେଉଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ସବସ୍କ୍ରାଇବ୍ କରନ୍ତୁ ଲାଇକ୍ କରନ୍ତୁ ଆପଣଙ୍କର ମତାମତ ଦିଅନ୍ତୁ ଯଦି କିଛି ପ୍ରଶ୍ନ ଅଛି ପଚାରନ୍ତୁ ଦୁଃଖି ଭିତରକୁ ପଶିଯାଏ କାହିଁକି ହାତ ମାରିଲେ ଦେଖିଲେ ଦୁଃଖି ଖାଲୁଆ ଲାଗୁଛି ମାନେ ତା ଦେହରୁ ଜଳ କମି ଯାଉଛି ଡିହାଇଡ୍ରେସନ୍ ହେଇଛି କାହିଁକି ହେବ ଅଧିକା ବାନ୍ତି ହେଲା ପାଣିଆ ଝାଡ଼ା ହେଲା ଏବଂ ପାଣି ନ ପିଇଲା ନାହିଁ ଛୁଆ ଅଧିକା ଜ୍ୱର ହେଲା ପରେ ପରିସ୍ରା ଗଲା ତେଣୁ ଅଧିକା ଥର ପରିସ୍ରା ହେଲା ମାନେ ଛୁଆର ଦୁଃଖି ଭିତରକୁ ପଶିଯିବ 2 ପୁଷ୍ଟିହୀନତା ବୟସ ଅନୁପାତରେ ଯଦି ଆପଣ ଖାଇବାକୁ ଠିକ୍ ନଦେଲେ ଯେତିକି ବୟସ ସେହି ଅନୁପାତରେ ଓଜନ ରହିଲା ନାହିଁ ତାହେଲେ ଦୁଃଖିଟି ଶୁଷ୍କ ହେବ ସଂକୁଚିତ ହୋଇପାରିବ ନାହିଁ ଚମ ସହଜରେ ଧୁଡ଼ୁକା ହୋଇକି ରହିବ ଏବଂ ବାଳ ଉପୁଡ଼ିଯିବ ଏବଂ ଛୁଆକୁ ଦେଖିଲା କ୍ଷଣି ଆପଣ ଜାଣିପାରିବେ ଛୁଆଟି ପୁଷ୍ଟିହୀନତା ହେଇଛି ଆପଣଙ୍କୁ ଆଗରୁ କୁହାଯାଇଛି ମାଲନ୍ୟୁଟ୍ରିସନ୍ କ'ଣ ବା ଖାଦ୍ୟହୀନତା କ'ଣ ସିଏ ଆପଣଙ୍କର ମାରାସ୍ମସ୍ ହେଇପାରେ ମାରାସ୍ମିକ୍ କ୍ୱାସିଅର୍କର ହେଇପାରେ ଏଗୁଡ଼ିକରେ ବାଳ ସାଧାରଣ ଆଉ କ୍ୱାସିଅର୍କର ହେଇପାରେ ମାରାସ୍ମିକ୍ କ୍ୱାସିଅର୍କର ମଧ୍ୟ ହେଇପାରେ ସବୁଥିରେ ବାଳ ଉପୁଡ଼ିଯିବ ଦୁଃଖି ପୁରିବ ନାହିଁ ବେଶୀ ଜଲ୍ଦି କିନ୍ତୁ ଦୁଃଖି ଯଦି ପୁରିଗଲା ତାହେଲେ ତାର ପୁଷ୍ଟିହୀନତା ନାହିଁ ବୋଲି ଜଣାପଡ଼ିବ ଜଲ୍ଦି ବନ୍ଦ ହେଇଗଲେ ଦୁଃଖି କାହିଁକି ବନ୍ଦ ହେଇଯାଏ ଯଦି ଛୁଆର ହାଇପର ଥାଇରଏଡିଜିମ୍ର ଗୋଟେ 2 ପ୍ରକାର ଅଛି ଥାଇରଏଡ୍ ହର୍ମୋନ୍ ଯଦି ବେଶୀ ଝରିଲା ତାହେଲେ ହାଇପର ଥାଇରଏଡିଜିମ୍ ଯଦି କମ୍ ଝରିଲା ସେଟା ହେଉଛି ହାଇପୋଥାଇରଏଡିଜିମ୍ ଯଦି ବେଶୀ ଝରିଲା ହାଡ଼ଟି ତୁରନ୍ତ ସୂଚର ଅନୁସାରେ ହାଡ଼ ହେଇଯିବ ଆଉ ଗୋଟେ ହେଲା କ୍ରାନିଓ ସିନୋଷ୍ଟୋସିସ୍ ଏଇଟା ସବୁଠାରୁ ଖରାପ ରୋଗ এইটা যদি ଛୁଆ ପେଟ ଭିତରୁ ବାହାରିଲା ବେଳକୁ ସୂଚର ଗୁଡ଼ିକ ହାଡ଼ ହେଇଯାଇଛି ତାମାନେ ବ୍ରେନ୍ ବଢ଼ିପାରିବ ନାହିଁ ବ୍ରେନ୍ ନ ବଢ଼ି ପାରିଲେ ଆପଣଙ୍କର ଛୁଆଟି ମେଣ୍ଟାଲି ରିଟାର୍ଡେଡ଼ ହେଇଯିବ ବା ମାନସିକ ନ୍ୟୁନତା ହେବ ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ପ୍ରାଥମିକ ଅବସ୍ଥାରୁ ଯଦି ସୂଚର ଗୁଡ଼ିକ ଖୋଲି ଦିଆଯାଏ ଯେଉଁ ଆପଣଙ୍କର ସର୍ଜରୀ ବାଲାଙ୍କୁ ଧରିକିରି ତାହେଲେ ବ୍ରେନ୍ଟି ଭଲ ଡେଭଲପ୍ କରିପାରିବ ତାକୁ ଗୋଟେ କ୍ୟାପ୍ ଦେଲା ଭଳିଆ ସର୍ଜରୀ କରାଯାଏ ଏବଂ ଆପଣ ଡାକ୍ତରଙ୍କ ସହିତ ତୁରନ୍ତ ପରାମର୍ଶ କରନ୍ତୁ ସେତକ କଲେ ଛୁଆ ଆପଣଙ୍କର ବଡ଼ ହେଲେ ଖରାପ ହେବନି ନାଇଁ ଛୁଆକୁ କିଛି କରନା ଛୁଆ ତ ଭଲ ଅଛି ଖାଲି ମୁଣ୍ଡଟା ଟାଣ ହେଇଯାଇଛି ମୁଣ୍ଡଟି ସାନ ହେଇଯାଇଛି ମନେ ରଖିଥାନ୍ତୁ ମାଇକ୍ରୋକେଫାଲିର ମେନ୍ କାରଣ ହେଲା ବା ମୁଣ୍ଡ ସାନ ରହିବାର ମେନ୍ କାରଣ ହେଲା କ୍ରାନିଓ ସିନୋଷ୍ଟୋସିସ୍ এইটা ହେଉଛି ପ୍ରଥମ ଲକ୍ଷଣ ଆପଣ ଦେଖିଲା ମାନେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ଏବଂ କୁହନ୍ତୁ ସୂଚର ଗୁଡ଼ିକ ହାଡ଼ ହେଇଯାଇଛି ତାର ଦୁଃଖି ନାହିଁ ତାହେଲେ ଡାକ୍ତର ତୁରନ୍ତ ସର୍ଜିକାଲ କଣ୍ଡିସନ୍ କରିବେ କି ନାହିଁ ସେଟା ବିଚାର କରିବେ ଡେରିରେ ବନ୍ଦ ହେଇଯାଏ କାହିଁକି ଦୁଃଖି ଜନ୍ମଗତ ହାଇପୋଥାଇରଏଡିଜିମ୍ ମାଆର ଥାଇରଏଡ୍ ଅଛି ହାଇପୋଥାଇରଏଡ୍ ଛୁଆର ମଧ୍ୟ ହାଇପୋଥାଇରଏଡ୍ ହେବାର ଚାନ୍ସ ଅଛି ତେଣୁ ମାଆର ଯଦି ହାଇପୋଥାଇରଏଡ୍ ଅଛି ମନେ ରଖିଥାନ୍ତୁ ଛୁଆର ସାଙ୍ଗେ ସାଙ୍ଗେ ଥାଇରଏଡ୍ ପରୀକ୍ଷା କରିବେ ଯଦି ଥାଇରଏଡ୍ ଥାଏ ତାହେଲେ ତୁରନ୍ତ ଚିକିତ୍ସା ଦେବେ ଯଦି ନ ଦେବେ କ'ଣ ହେବ ନା ଛୁଆର ଦୁଃଖି ଡେରିରେ ବନ୍ଦ ହେବ 1 ଛୁଆ ଭଲ ବଢ଼ିବ ନାହିଁ 2 ଛୁଆ ଭଲ ଡେଭଲପ୍ କରିବ ନାହିଁ 3 ଛୁଆ ହାଇପୋଥାଇରଏଡିଜିମ୍ ହେଲେ ପାଟିରୁ ଲାଡ଼ ଗଳିବ ଆଉ ଛୁଆର ହାଇଟ୍ ଭଲ ବଢ଼ିବ ନାହିଁ ତେଣୁ ଜନ୍ମରୁ ଯଦି ଚିକିତ୍ସା ନ କରିବେ ଥରେ ବ୍ରେନ୍ ଡ୍ୟାମେଜ୍ ହେଇଗଲା ପରେ ଆଉ କୌଣସି କାର୍ଯ୍ୟ କରିହେବ ନାହିଁ ଡାଉନ୍ ସିଣ୍ଡ୍ରୋମ୍ ଗୋଟିଏ ସିଣ୍ଡ୍ରୋମ୍ ଯେଉଁଥିରେ କି ଛୁଆର ଆଖି ଗୁଡ଼ିକ ଚାଇନା ଲୋକଙ୍କ ଭଳିଆ ଦେଖାଯାଉଥିବ ଏବଂ କାନ ଗୁଡ଼ିକ ତଳେ ଥିବ ଲୋଅର୍ ଲେବୁଲ୍ରେ ଥିବ ହାତରେ ଦେଖିବେ ଗୋଟିଏ ସିଙ୍ଗଲ୍ ଗାର ଥିବ ସିଙ୍ଗଲ୍ ପାମାରକିରି ଗୋଡ଼ରେ ଦେଖିବେ ସାଡେଲ୍ ସେପେଟୋ ବା କଠଉ ପିନ୍ଧିଲା ଭଳିଆ ପାଦ ହେଇଥିବ ବୁଢ଼ା ଆଙ୍ଗୁଠି ଆଉ ଦ୍ୱିତୀୟ ଆଙ୍ଗୁଠି ଭିତରେ ବହୁତ ଫାକ ଥିବ କଠଉ ଧରିଲା ଭଳିଆ ତେଣୁ ସେତକ ଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖେଇବେ ଡାକ୍ତର ଯଦି ଜନ୍ମବେଳୁ ପ୍ରକୃତରେ ରିହାବିଲିଟେସନ୍ ବା ଥଇଥାନ ଜିନିଷ କରିବେ ତାହେଲେ ଛୁଆଟି ବଡ଼ ହେଲେ ପାଠ ପଢ଼ିପାରିବ ବଢ଼ିଆ ନାଚ କରିପାରିବ ବଢ଼ିଆ ପିଲାଟିଏ ହେଇପାରିବ ଆକଣ୍ଡ୍ରୋପ୍ଲେସିଆ ମାନେ ହାଡ଼ଟି ବଢ଼ୁନାହିଁ ବଙ୍କା ହେଇଯାଉଛି ତେଣୁ ସେଥିରେ ମଧ୍ୟ ଛୁଆର ଦୁଃଖି ଡେରିରେ ବନ୍ଦ ହେବ ମସ୍ତିଷ୍କ ମଧ୍ୟରେ ଅଧିକା ଚାପ ଥିଲେ ଯଦି ଆପଣଙ୍କର ହାଇଡ୍ରୋକେଫାଲସ୍ ଅଛି ବେଶୀ ଚାପ ଅଛି ତେଣୁ ସେଥିରେ ମଧ୍ୟ ଦୁଃଖି ଡେରିରେ ହେବ ରିକେଟ୍ ଭିଟାମିନ୍ ଡିର ଅଭାବ ରିକେଟ୍ ହୁଏ କେଉଁଠି ଯଦି ଛୁଆ ଖାଇବାକୁ ପାଏ ନାହିଁ ଡବା କ୍ଷୀର ପାଏ ଖରାକୁ ବାହାରେ ନାହିଁ
ସେ ଜାଗାରେ ହେବ। ତେଣୁ ଡାକ୍ତରଙ୍କୁ ଦେଖାଇ ତୁରନ୍ତ ଚିକିତ୍ସା କରନ୍ତୁ, ତାହେଲେ ଛୁଆଟି ଭଲ ହୋଇଯିବ। ଆଉ ଗୋଟିଏ ହେଲା ବଂଶଗତ ଅଧିକା ବଡ଼ ମୁଣ୍ଡ। ଜନ୍ମ ହେଉ ଯେମିତି ଅନ୍ୟ ଲୋକଙ୍କର ସବୁ ବଡ଼ ବଡ଼ ମୁଣ୍ଡ ଅଛି, ସେମିତି ଛୁଆର ବଡ଼ ମୁଣ୍ଡ ଅଛି, ସେଥିରେ ମଧ୍ୟ ଡେରିରେ ଦୁକୁଦୁକି ଭରି ହେବ। ତେଣୁ ସେଥିରେ ବ୍ୟସ୍ତ ହେବେନି, ଡାକ୍ତରଙ୍କୁ ଦେଖାନ୍ତୁ। ଯଦି ଜନ୍ମଗତ ବଡ଼ ମୁଣ୍ଡ, ସେଥିରେ ବ୍ୟସ୍ତ ହେବାର କିଛି ନାହିଁ, ଚିକିତ୍ସା କରିବାର କିଛି ନାହିଁ। ଖାଲି ଦେଖାନ୍ତୁ, ମୁଣ୍ଡର ସାଇଜ୍ ମାପନ୍ତୁ, ଅଧିକା ସାଇଜ୍ ହେବନି, ତାମାନେ ଜାଣିବେ ଆପଣଙ୍କର ହାଇଡ୍ରୋକେଫାଲସ୍ ନାହିଁ, ଆଉ ତା ଦେହରେ ବ୍ୟସ୍ତ ହେବାର ଚାନ୍ସ ନାହିଁ।